ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦର ମହକୁମା ପାଳାଖେଣ୍ଡ ଉପକଣ୍ଠରେ ଥିବା ବିଏନ୍ ପାଲିସ ପାଖରେ ଏକ ଚାଷୀ ପାଖରେ। ଏହି ଚାଷୀ ଧାନ ଫସଲ ସାଙ୍ଗକୁ ପନିପରିବା ଚାଷ ଏବଂ ଫୁଲ ଚାଷ ମଧ୍ୟ କରିଛନ୍ତି। ଫୁଲ ଚାଷ ଏ ଯେଉଁ ଗେଣ୍ଡୁ ଚାଷ କରିଛନ୍ତି, ଉଦ୍ୟାନ ବିଭାଗର ଚାରା ଆଣି ଫୁଲ ଚାଷ କରିଥିବାର ପ୍ରକାଶ କରିଛନ୍ତି। ଏହି ଫୁଲ ନିଜର ମାର୍କେଟକୁ ନେଇ କିଛି ଦୁଇ ପଇସା ରୋଜଗାର ମଧ୍ୟ ହୋଇପାରୁଛି। ଏ ଫୁଲ ଚାଷ ପ୍ରତି ଆଗ୍ରହ ରହିଥିବାରୁ କ'ଣ ରହିଛି ଆଗ୍ରହ ତାଙ୍କୁ ପଚାରି ବୁଝି ନେବା। ଭାଇ କ'ଣ କହିବେ? ଆପଣଙ୍କ ନାଁଟା? ଜୟରାମ। ହଁ, ଆପଣ କ'ଣ ଚାଷ କରନ୍ତି? ଫୁଲ, ବାଇଗଣ, ଧାନ। କେତେ ସେଣ୍ଟ କରୁଛନ୍ତି? କୁହନ୍ତୁ ଗୋଟେ 4-5 ସେଣ୍ଟ। ମାର୍କେଟରେ ଫୁଲର ଚାହିଦା ରହିଛି କି? ହଁ ହଁ। କେଜି ପିଛା କେତେ ରହୁଛି? କେଜି 60 ଟଙ୍କା, 70 ଟଙ୍କା। କେତେ ଖୁସି ଅଛନ୍ତି ଏଇ ଚାଷ କରିକି? ଖୁସି ଅଛି ଟିକେ। ଯାହା ଭାଇ କହୁଥିଲେ ଧାନ ଚାଷ, ପରିବା ଚାଷ ଏବଂ ବର୍ତ୍ତମାନ ଗେଣ୍ଡୁ ଫୁଲ ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ଏବଂ ଶ୍ରଦ୍ଧାର ସହିତ ଏହି ଗେଣ୍ଡୁ ଫୁଲ ଚାଷ କରିଛନ୍ତି। ଆଗକୁ ସହାୟତା ମିଳିଲେ ସେ ଆହୁରି ଚାଷ ପ୍ରତି ଆଗ୍ରହ ହୋଇପାରିବେ ବୋଲି ପ୍ରକାଶ କରିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରା, ରିପୋର୍ଟର୍ସ ଟୁଡେ।